ଖାଇବ ଖାଇବନି ଆଜ୍ଞା ତେଣୁ ଦ୍ୱିତୀୟ ଥକ ଫଳରେ ଖଡ଼ ଖଡ଼ କରି ସମୟ ନଷ୍ଟ ନ କରିବେନି ବସି ଯେତିକି ସମ୍ଭବ ଆଜ୍ଞା ଆମେ ଯେତିକି ଶିଖିଛୁ ଆଜ୍ଞା ଆମେ ତ ଆଉ 5 ଷ୍ଟାର ହୋଟେଲ ନୁହଁ ହଁ। ମଟନ ଚିକେନ ବିରିୟାନୀ ଖୋଜିବେ ଆପଣ ଦେଇଦେବୁ ଫ୍ରାଏ କରି ଆଜ୍ଞା ସେ କଥା ଆମ ପାଖରେ ନାହିଁ ନାଇଁ ଆମେ ହାଟ କାନ୍ଥ ଝୁମ୍ପୁଡ଼ି ହୋଟେଲ ହଁ। ଭାତ ଡାଲି ହଁ। ଲେମ୍ବୁ ଶସ୍ତା ହେଲେ ଦବୁ ଆଜ୍ଞା। ନହେଲେ ଆପଣ ମାଗିବେନି କି ଆମେ ଦେଇପାରିବୁ ରେଟ୍ ହେଲେ କି ଦବ ଆଉ ସେତିକିରେ ସନ୍ତୁଷ୍ଟ ହେବେ ଆଜ୍ଞା କାହିଁକି ଏ କଥା କହୁଛି କାହିଁକି ନା ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ଯୋଡ଼ିଏ ପକ୍ଷୀକି ଆଖି ଆଗକୁ ଆଣିଲେ ଆଜ୍ଞା ଆମେ ତ ମଣିଷ ଅଛେ ଆମକୁ କାହିଁକି ଆଗକୁ ଆଣିଲେନି ପକ୍ଷୀ କହିଲେ ଜାଣିଲେ ପକ୍ଷୀ ପାଖରେ କେତେ ନୀତି ଶିକ୍ଷା ଅଛି ଆପଣ ଦେଖନ୍ତୁ ଆଜ୍ଞା କାହିଁକି ସେ କହିଲେ କହିଲେ ଏ ଯୋଉ ଯୋଡ଼ିକ ପକ୍ଷୀ ହଁ। ଗୋଟିଏ ହଂସ ଆଜ୍ଞା ଆଉ ଗୋଟିଏ ହଉଛି ମୟୂର ହଂସର ହୁଏତ ଜନ୍ମଦାତ ଲକ୍ଷଣ ଆଜ୍ଞା ଆପଣ ସଂସାରରେ ଯେତେ ପ୍ରାଣୀ ଅଛନ୍ତି ହଁ କ୍ଷୀର ପାଣି ଏକାଠି କରିଦେବେ ଆଜ୍ଞା ସେମାନଙ୍କୁ ଛାଡ଼ିବେ ଆଜ୍ଞା ସେମାନେ ଅଲଗା କରିପାରିବେନି ନାଇଁ ନାଇଁ କିନ୍ତୁ ହଂସ ଏମିତି ଗୋଟିଏ ପକ୍ଷୀ ହଁ ଆପଣ କ୍ଷୀର ପାଣି ଯେତେ ଏକାଠି କଲେ ବି ଆଜ୍ଞା ତାକୁ ଛାଡ଼ିଲେ ସିଏ କ୍ଷୀର ଖାଇବ ହଁ ପାଣିଟାକୁ ଛାଡ଼ିଦବ ଛାଡ଼ିଦବ ତାହେଲେ ଆପଣ ଯଦି କହିବେ ହଂସ କାହିଁକି ପାରିଲା ହଁ ଆମେ କାହିଁକି ପାରିବୁନି ପାରିବୁନି ଆପଣ କହିବେ ତା ଜିହ୍ୱାରେ ସେମିତି ଶକ୍ତି ଅଛି ଆଜ୍ଞା ତାହେଲେ ତା ଜିହ୍ୱାରେ କାହିଁ ଶକ୍ତି ରହିଲା ଆମ ଜିହ୍ୱାରେ ତ ଶକ୍ତି ରହିବା କଥା କଥା ନା ନାଇଁ ନାଇଁ ସେଇଟା ତା ହଉଛି କର୍ମଫଳ କର୍ମଫଳ ପ୍ରାରବ୍ଧର କର୍ମଫଳ ନେଇ ଆଜ୍ଞା ବର୍ତ୍ତମାନ ପ୍ରାଣୀ ଭାଗ୍ୟକୁ ଭୋଗ କରେ ଆଜ୍ଞା ଏହା ଯଦି ସତ୍ୟ ହଁ ତାହେଲେ କର୍ମଫଳ ହଉଛି ବଡ ଆଜ୍ଞା ଏ ସୃଷ୍ଟିରେ ପ୍ରଭୁ କୃଷ୍ଣ କହିଲେ ହଁ କହିଲେ ହେ ଉଦ୍ଧବ ହଁ କର୍ମ ହଉଛି ଶ୍ରେଷ୍ଠ ଶ୍ରେଷ୍ଠ ଏଠି କର୍ମକୁ ଅଗ୍ରାଧିକାର ଦେଇ ଆଜ୍ଞା ବାଲିଆ କବି ଅଭିମାନ ସାମନ୍ତ ସିଂହାର କହିଲେ ହଁ ତା କର୍ମ ତା କର୍ମ ପାଇଁ ସିଏ ଅଲଗା କରୁଛି ଆଜ୍ଞା ସେତିକି ନୁହଁ ଆଉ ଆଉ ଗୋଟାଏ ପକ୍ଷୀ ଆଜ୍ଞା ସେ ହଉଛି ମୟୂରୀ ମୟୂର ସବୁ ପକ୍ଷୀ ମାନେ ଆପଣ ଦେଖିବେ ଆଜ୍ଞା ଯେ ସେମାନେ ମାଟି ଖୋଳିବେ ହଁ ତା ଦିହରେ ଅଣ୍ଡା ଦେବେ ଆଜ୍ଞା ଏ ତ ମୟୂର। ଅଣ୍ଡା ଦେବେ ହଁ। ତାପରେ ଉଷୁମରେ ବସିବେ ଆଜ୍ଞା ଛୁଆ ସୃଷ୍ଟି କରିବେ ଆଜ୍ଞା କିନ୍ତୁ ମା ମୟୂରୀ ଆଜ୍ଞା ସେ କଥା ସେ କରିବେ କଣ କରେ ସେ ମାଟି ଖୋଳିବ ହଁ ଅଣ୍ଡା ଦବ ଆଜ୍ଞା ଅଣ୍ଡା ଉପରେ ଉଷୁମରେ ନ ବସି ହଁ ସିଏ କୁଆଡେ ପଳେଇବ ଆଜ୍ଞା ଅଳିଆ ଗଦେଇ ଦେଇଯିବ ନିର୍ଦ୍ଦିଷ୍ଟ ଦିନରେ ଯୋଉ ଦିନ ଛୁଆ ଫୁଟିବେ ଆଜ୍ଞା ସିଏ ଆସି ସେଠି ପହଞ୍ଚିବ ଆଜ୍ଞା ତାହେଲେ ସବୁ ପକ୍ଷୀ ମାନେ ଅଣ୍ଡା ଉପରେ ଉଷୁମରେ ବସନ୍ତି ହଁ କିନ୍ତୁ ଇଏ ଉଷୁମରେ ବସେନି ବସେନି କାହିଁକି ଏ କଥା କହୁଛି କାହିଁକି ଏଇଟା ଜନ୍ମଗତ ଲକ୍ଷଣ ସେମାନଙ୍କର ଯାହା ପରମ୍ପରା ତିଆରି ହେଇଛି ଆପଣ ତାକୁ କେବେ ହେଲେ ଅଲଗା କରିପାରିବେନି ପାରିବେନି ଯାହା ସୃଷ୍ଟିର ନିୟମ ଆଜ୍ଞା ସେମାନେ କର୍ମଫଳ ନେଇ ସୃଷ୍ଟି ହେଇଛନ୍ତି ହଁ ସେଇଟା ନିଶ୍ଚିତ ଘଟିବ ଆଜ୍ଞା ଯୋଉ କଥା ଭାଇ ଗାଇଥିଲେ ଭଞ୍ଜଙ୍କର ଗୋଟାଏ ପଦ ସୁଭଦ୍ରା ପରିଣୟ ରାଗ କନ୍ନଡା ତ୍ରିପଟା ତାଳ ଆଜ୍ଞା କହିଲେ ସତେବାର ଭୋଗ ରାଉ ରହିବ ଚିରସ୍ଥିର ହବ ବିଜୁଳି ବିଜୁଳି ଅସମ୍ଭବ ସମ୍ଭବ ହବ ନାହିଁ ନାଇଁ ସିଏ ଯେତେବେଳେ କହିଲେ ଅସମ୍ଭବ ସମ୍ଭବ ହବନି ଆଜ୍ଞା ଆପଣ ଦେଖନ୍ତୁ ଭଞ୍ଜଙ୍କର ଲାବଣ୍ୟବତୀ ଆଉ ଗୋଟାଏ ପଦ ଛାମ୍ପ ଆପଣ ମାନଙ୍କୁ ଶୁଣଉଛି ସିଏ କହିଲେ ଯେ ବାସ୍ତବିକ ହଁ ଯାହା ସେଇଆ ଆପଣ ଚାହିଁଲେ ବଦଳେଇ ପାରିବେନି କହିଲେ ଚିକୁର ଶୋଭିମୁ